ବନ୍ଧୁଗଣ, ଆମ ଘର ଚାରି ପାଖରେ ବହୁତ ପ୍ରକାର ଗଛପତ୍ର ମାନ ଦେଖାଯାଏ। ସେଥିମଧ୍ୟରୁ ବେଲ ଗଛ ହେଉଛି ଅନ୍ୟତମ। ବେଲ ପତ୍ରକୁ ଏକ ସଞ୍ଜୀବନୀ ଭାବରେ ମନାଯାଇଥାଏ। ବେଲ ଗଛର ପତ୍ରକୁ ଚିକିତ୍ସା ବିଜ୍ଞାନରେ ବହୁତ ପ୍ରକାର ଔଷଧ ରୂପେ ବ୍ୟବହାର କରାଯାଇଥାଏ। ବେଲପତ୍ରର ଏକ ଚମତ୍କାରୀ ଗୁଣ ରହିଛି, ଯାହାକି ଅନେକ ପ୍ରକାର ରୋଗକୁ ଠିକ୍ ମଧ୍ୟ କରିପାରେ। କିନ୍ତୁ ଏହି ପତ୍ରରେ ବିଭିନ୍ନ ପ୍ରକାର ଭିଟାମିନ୍ ରହିଥାଏ। ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି ଓ ଆଇରନ୍ର ପରିମାଣ ଭରପୁର ଗଚ୍ଛିତ ହୋଇ ରହିଥାଏ। ତେବେ ଆସନ୍ତୁ ଜାଣିବା ବେଲପତ୍ରର କି ରୋଗକୁ ସେ ଭଲ କରିପାରିଥାଏ। ପ୍ରଥମଟି ହେଉଛି ଗ୍ୟାଷ୍ଟ୍ରିକ୍ ରୋଗ। ଯଦି ଆପଣଙ୍କୁ ଗ୍ୟାଷ୍ଟ୍ରିକ୍ ରୋଗ ହେଉଥାଏ, ଆପଣ ପ୍ରତ୍ୟେକ ଦିନ ଯଦି 2ରୁ 3ଟା ବେଲପତ୍ର ସକାଳ ଖାଲି ପେଟରେ ଖାଉଛନ୍ତି, ଆପଣ 1 ମାସ ଭିତରେ ଆପଣଙ୍କ ଗ୍ୟାଷ୍ଟ୍ରିକ୍ ରୋଗଟି ସମ୍ପୂର୍ଣ୍ଣ ରୂପେ ଭଲ ହେଇଯିବ। 2 ନମ୍ବରଟି ହେଉଛି ଆପଣଙ୍କ ଅର୍ଶ ରୋଗ। ଯଦି ଆପଣଙ୍କୁ ଅର୍ଶ ରୋଗ ହେଉଛି, ତାହେଲେ ପ୍ରତ୍ୟେକ ଦିନ ଆପଣ କ'ଣ କରିବେ ନା ବେଲପତ୍ରକୁ ଶୁଖାଇ ଗୁଣ୍ଡ କରିଦେବେ। ଗୁଣ୍ଡ କରି ତାକୁ ରାତିରେ ଖାଲି ପେଟରେ ଆପଣ ଯଦି 1 ଚାମଚ ଲେଖା ଖାଇସାରିଲା ପରେ ରାତିରେ ଖାଇବେ, ଆପଣ ଏମିତି 1 ମାସ କଲେ ଆପଣଙ୍କର ଅର୍ଶ ରୋଗ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଠିକ୍ ହେଇଯିବ। 3 ନମ୍ବରଟି ହେଉଛି ଆପଣଙ୍କୁ ଯଦି ଜ୍ୱର ହେଉଛି, ଆପଣଙ୍କୁ ଯଦି ଭୀଷଣ ପ୍ରବଳରୁ ଅତି ପ୍ରବଳ ଜ୍ୱର ହେଉଛି, ଆପଣ ବେଲପତ୍ରକୁ ଯଦି ଆପଣ କାଢ଼ା କରିକି ସବୁଦିନ ସକାଳେ ଖାଲି ପେଟରେ ଆପଣ ପିଇବେ, ଆପଣଙ୍କୁ ମଧ୍ୟ ଜ୍ୱରରୁ ମୁକ୍ତି ମିଳିବ। ଆପଣଙ୍କୁ ମହୁମାଛି କାମୁଡ଼ିଲେ 4 ନମ୍ବରଟି ହେଉଛି ଆପଣଙ୍କୁ ମହୁମାଛି କାମୁଡ଼ିଲେ ଯଦି ଆପଣଙ୍କୁ ବହୁତ ଦରଦ ହେଉଛି, ବି ଜ୍ୱର ଆସୁଛି କି ଆପଣଙ୍କୁ ଅସ୍ତବ୍ୟସ୍ତ ଲାଗୁଛି, ଆପଣ କ'ଣ କରିବେ ନା ଏହି ପତ୍ରର ରସକୁ ବାଟି ଆପଣ ଯଦି ସେଇ ମହୁମାଛି କାମୁଡ଼ିବା ଜାଗାରେ ଲଗାଇବେ, ତାହେଲେ ଆପଣଙ୍କ ତାହାର ଯେଉଁ ଅସୁବିଧାଟି ଆପଣ ସମ୍ପୂର୍ଣ୍ଣ ରୂପେ ଭଲ ହେଇଯିବ। 5 ନମ୍ବରଟି ହେଉଛି ଆପଣଙ୍କୁ ଯଦି ବ୍ଲଡ଼ ପ୍ରେସର ଯଦି ଆପଣଙ୍କର ନିମ୍ନ ହେଉଛି କି କମ୍ ହେଉଛି କି ଅଧିକ ହେଉଛି, ଆପଣ ବେଲପତ୍ର ଖାଇବା ଦ୍ୱାରା ମଧ୍ୟ ଆପଣଙ୍କର ବ୍ଲଡ଼ ପ୍ରେସରଟି କଣ୍ଟ୍ରୋଲ ହେଇଯାଇଥାଏ। ବେଲପତ୍ରରେ ଏକ ଚମତ୍କାରୀ ଗୁଣ ରହିଛି, ଯେଉଁଟାକି ଆପଣମାନଙ୍କୁ ନିହାତି ଜାଣିବା ନିହାତି ଆବଶ୍ୟକ। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ଭଲ ଲାଗୁଥିବ, ତାହେଲେ ଆପଣମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।